ହେ ଯୁବ ଭାରତ, ଉଠ, ଜାଗ୍ରତ ହୁଅ। ସେହି ବଜ୍ରଗମ୍ଭୀର କଣ୍ଠରୁ ନିର୍ଘୋଷ ଏ ଆହ୍ୱାନ କ'ଣ ଆପଣ ଶୁଣିପାରୁଛନ୍ତି? ଏହା ଥିଲା ସେହି ନିର୍ଘୋଷ ଯାହାକୁ ଏ ଦେଶ ଦୀର୍ଘଦିନ ଧରି ପ୍ରତୀକ୍ଷା କରିଥିଲା। ଏହା ଥିଲା ସେହି ନିର୍ଘୋଷ ଯାହା ଭାରତକୁ କୁମ୍ଭକର୍ଣ୍ଣ ନିଦ୍ରାରୁ ଜାଗ୍ରତ କରାଇଥିଲା। କିଏ ଏହି ସେହି ବ୍ୟକ୍ତି ଯିଏ ତାଙ୍କର ଏହି ଶକ୍ତିଶାଳୀ ନିର୍ଘୋଷ ଦ୍ୱାରା ସାରା ରାଷ୍ଟ୍ରରେ ବିଦ୍ୟୁତ୍ ସଞ୍ଚାର କରିଦେଲେ? ଜଣେ ଯୁବକ ଯିଏକି ଆଗାମୀ ସମୟରେ ଯୁବକମାନଙ୍କ ସର୍ବଦା ଏକ ଆଦର୍ଶ ହୋଇ ରହିବା ପାଇଁ ଯୁବାବସ୍ଥାରେ ହିଁ ଦେହତ୍ୟାଗ କରିଥିଲେ। ଏହି ଆହ୍ୱାନ ଦେଇଥିବା ତେଜସ୍ୱୀ ଶାଶ୍ୱତ ଯୁବକ ଆଉ କେହି ନୁହନ୍ତି, ସେ ଥିଲେ ରାଷ୍ଟ୍ରବାଦୀ ମହାନ ହିନ୍ଦୁ ସନ୍ନ୍ୟାସୀ ସ୍ୱାମୀ ବିବେକାନନ୍ଦ। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବସ୍ତୁବାଦ, ବ୍ୟକ୍ତିବାଦ ଓ ନିଜର କ୍ଷୁଦ୍ର ସ୍ୱାର୍ଥ ସାଧନ ନିମନ୍ତେ ଅନ୍ୟର ଶୋଷଣ ଚରମ ଅବସ୍ଥାରେ ପହଞ୍ଚିଥିଲା। ଏପରି ଜଣାଯାଉଥିଲା ଯେ ଏହି ପନ୍ଥା ହିଁ ଏକମାତ୍ର ଆଶ୍ରୟ, ପରୋପକାରିତା ଓ ଆଧ୍ୟାତ୍ମିକତା ସମାଜରେ ଆଧାର ହରାଇ ବସିଥିଲା। ଭାରତବର୍ଷର ରାଷ୍ଟ୍ରୀୟ ଜୀବନଧାରାରେ ସାଧାରଣତଃ ବ୍ୟବହୃତ ହେଉଥିବା ଏହି ଆଦର୍ଶ, ଆତ୍ମବିଶ୍ୱାସର ଅଭାବ ଓ ପୁରାତନ ମୂଲ୍ୟବୋଧର ଅବକ୍ଷୟ ଯୋଗୁଁ ଭାରତ ବଡ଼ ସଙ୍କଟମୟ ପରିସ୍ଥିତିରେ ଥିବା ଜଣାଯାଉଥିଲା। କିନ୍ତୁ ଏହି ଅମର ଭୂମି ଭାରତ କଠିନ ପରିସ୍ଥିତିର ସାମ୍ନା ନିଜର ଅଭିନବ ଶୈଳୀରେ କରିଥାଏ। ଏପରି ଏକ ବିଷମ ସ୍ଥିତିରେ ଭାରତବର୍ଷର ପଟ୍ଟଭୂମିରେ ଅବତୀର୍ଣ୍ଣ ହେଲେ ଶ୍ରୀରାମକୃଷ୍ଣ ପରମହଂସ ଏବଂ ତାଙ୍କର ମହାନ ଶିଷ୍ୟ ବିବେକାନନ୍ଦ। ନୋବେଲ ପୁରସ୍କାର ମହାନ କବି ରବୀନ୍ଦ୍ରନାଥ ଠାକୁରଙ୍କ ଉକ୍ତି ଥିଲା, ଯଦି ଭାରତକୁ ଜାଣିବାକୁ ଚାହାନ୍ତି ତ ବିବେକାନନ୍ଦଙ୍କୁ ପଢ଼ନ୍ତୁ। ତାଙ୍କଠାରେ ସବୁକିଛି ସକାରାତ୍ମକ ଥିଲା, ନକାରାତ୍ମକ କିଛି ବି ନଥିଲା। ସ୍ୱାମୀ ବିବେକାନନ୍ଦଙ୍କଠାରେ ଏଗୁଡ଼ିକର ଅପୂର୍ବ ମିଳନ ଥିଲା, ଯାହା ହେଉଛି ପ୍ରାଚୀନ ଓ ଆଧୁନିକର ମିଳନ, ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳନ, ଆଦର୍ଶ ଓ ବ୍ୟବହାରର ମିଳନ, ରାଷ୍ଟ୍ରୀୟତା ଓ ଅନ୍ତରାଷ୍ଟ୍ରୀୟତାର ମିଳନ, ବିଜ୍ଞାନ ଓ ଆଧ୍ୟାତ୍ମର ମିଳନ।